ବାସୁଦେବପୁର ବ୍ଲକ ଅନ୍ତର୍ଗତ ଏସ୍ଥଳ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ଆପଣ ଦେଖିପାରୁଥିବେ ଏଠାରେ ଉପସ୍ଥିତ ଅଛନ୍ତି ଏଠାକାର ପୂଜକ ବା ସେବାୟତ। ସେ ତାଙ୍କର ଏଠି ନୀତିକାନ୍ତି କରୁଛନ୍ତି। ଆସନ୍ତୁ ତାଙ୍କୁ ପଚାରି ବୁଝିବା ଯେ ଜଗନ୍ନାଥ ମହାପ୍ରଭୁଙ୍କର ନୀତିକାନ୍ତି ଦିନରେ କେତେ ଥର ହେଉଛି ଏବଂ ଏଠି ଆବଡ଼ା ମିଳୁଛି କି ନାହିଁ ଏବଂ ଏଠି ଆଉ ଜଗନ୍ନାଥ ଯେତେବେଳେ ରଥଯାତ୍ରା ସମୟରେ କି ପ୍ରକାର ରଥରେ ଯାଉଛନ୍ତି, ଏଠୁ କେଉଁ କେଉଁ ଜାଗାକୁ ଯାଉଛନ୍ତି, ମାଉସୀ ବାଡ଼ି ପାଖରେ ପହଞ୍ଚୁଛନ୍ତି, ମାଉସୀ ବାଡ଼ି କେଉଁଠି ଅଛି ତାଙ୍କୁ ପଚାରି ବୁଝିବା। ଆପଣଙ୍କ ନାଁ କ'ଣ କୁହନ୍ତୁ? ହରିହର ତ୍ରିପାଠୀ। ହରିହର ତ୍ରିପାଠୀ। ଆପଣ ଏଠି ଯୋଉ ପୂଜା କରୁଛନ୍ତି ଏଠି କମିଟି ମାଧ୍ୟମରେ କିଛି ଅର୍ଥ ମିଳୁଛି? କମିଟି ମାଧ୍ୟମରେ ଅଛନ୍ତି, ସେକ୍ରେଟାରୀ ପ୍ରେସିଡେଣ୍ଟ ଅଛନ୍ତି। ସେକ୍ରେଟାରୀ ପ୍ରେସିଡେଣ୍ଟ ଅଛନ୍ତି, ସେଇଟା ଯାହା ଇଏ କରନ୍ତି। ଆଉ ଏଇ ଯୋଉ ଠାକୁରଙ୍କ ପାଖରେ କ'ଣ ନୀତିକାନ୍ତି? ଠାକୁର ନୀତିକାନ୍ତି ସକାଳୁ ମଙ୍ଗଳ ଆଳତି ହୁଏ, ତାପରେ ଠାକୁରଙ୍କ ପୂଜା ଅର୍ଚ୍ଚନା ହେଲା, ତାପରେ ଭୋଗରାଗ ହେଲା, ଭୋଗରାଗ ପରେ ତାପରେ ଫେରେ ଦୀପକୁ ଅନ୍ନ ରୋଷେଇ ଠାକୁରଙ୍କ ନୀତି ଅନ୍ନ ଭୋଗ ହଉଛି। ସନ୍ଧ୍ୟାବେଳେ ଆଳତି, ସନ୍ଧ୍ୟାବେଳେ ବାଲ୍ୟ ଭୋଗ ହଉଛି। ଭକ୍ତମାନେ ଆସୁଛନ୍ତି ଯିଏ ଯେମିତି ଗାଁ ଗହଳି ଗାଁ ମନ୍ଦିର, ଯିଏ ସବୁବେଳେ ତା ଭକ୍ତ ଭିଡ଼ ନାହାନ୍ତି, ଇଏ ଯେମିତି ପାଇଲେ ମୋ ଭକ୍ତ ଆସୁଛନ୍ତି। ଆଉ ରଥ ସମୟରେ ହଉଛି, ରଥ ସମୟରେ ପ୍ରବଳ ଭିଡ଼। ରଥ ସମୟରେ ପ୍ରବଳ ଭିଡ଼ ହଉଛନ୍ତି। ଆଉ ଏଇ ଯୋଉ ଜଗନ୍ନାଥ ମନ୍ଦିରର ଆପଣଙ୍କର ଯୋଉ ଟ୍ରଷ୍ଟ କିଛି ଅଛି ନା ଜମିବାଡ଼ି ଅଛି? ହଁ, ଜମିବାଡ଼ି କେତେ କ'ଣ ସେଟା ମୁଁ କହିପାରିବିନି, ସେଟା ପ୍ରେସିଡେଣ୍ଟ ଜାଣନ୍ତି ତାଙ୍କର। ମୁଁ ଆଉ ଆପଣଙ୍କର ଏଇ ଯୋଉ ନେତ ଯୋଉ ବନ୍ଧା ହଉଛି ପ୍ରତ୍ୟେକ ଦିନ ନେତ ବୁଲା ହଉଛି? ନା, ଆମର ପୂର୍ଣ୍ଣିମା ସଂକ୍ରାନ୍ତିର ନେତ। ଆଉ ଏଇ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ଆପଣଙ୍କର ପ୍ରତିଦିନ ପୋଷାକ ପରିବର୍ତ୍ତନ ହଉଛି? ହଁ ହଉଛି। ତାଙ୍କର ପ୍ରତିଦିନ ପୋଷାକ ପରିବର୍ତ୍ତନ କରୁଛନ୍ତି ଆପଣ? ହଁ। ଆଉ ଏଠି ଅବଢ଼ାର ମିଳିବାର ସୁବିଧା ଅଛି କି? ଅବଢ଼ା ମିଳୁଛି କି? ଅବଢ଼ା ମିଳୁଛି। ଅବଢ଼ା ମିଳୁଛି, ପ୍ରସାଦ ହଉଛି ତ? ହଁ, ପ୍ରସାଦ। ଆଉ ରାତିରେ ବି ସନ୍ଧ୍ୟାବେଳେ ବି ସନ୍ଧ୍ୟା ଆଳତି ହଉଛି? ସନ୍ଧ୍ୟାବେଳେ ହଉଛି, ବାଲ୍ୟ ଭୋଗ। ଭକ୍ତମାନେ ବି ବହୁତ ଆସୁଥିବେ? ସନ୍ଧ୍ୟାବେଳେ ଆସୁଛନ୍ତି, ଆଳତି ହଉଛି, ଘଣ୍ଟା କଂସଳ ମୃଦଙ୍ଗ ବାଜୁଛି, ଭଲ ମନ୍ଦ ହଉଛି। ଆଉ ସବୁ କ'ଣ ଏଠିକାର? ଆପଣଙ୍କର ଅଛି ଶିବ ମନ୍ଦିର ଅଛି, ଲକ୍ଷ୍ମୀନାରାୟଣ ମନ୍ଦିର ଅଛି, ବିମଳା ମନ୍ଦିର ଅଛି, ଲକ୍ଷ୍ମୀ ମନ୍ଦିର ଅଛି, ଆଉ ଏ ବାଇରେ ହନୁମାନ ମନ୍ଦିର ଅଛି। ଏତିକି ମନ୍ଦିର ଅଛି। ଆପଣ ଶୁଣୁଥିଲେ ଯେ ପୂଜକ କହୁଥିଲେ ଏଠି ଲକ୍ଷ୍ମୀ ମନ୍ଦିର ଅଛି, ହନୁମାନ ମନ୍ଦିର ଅଛି, ବିମଳା ମନ୍ଦିର ଅଛି।